ମଉସା ହାଣିକା ତ ମାନେ ପଥର ଆଣୁଥିଲେ ମୁଣ୍ଡେଇକିରି ତାପରେ ବି ମାନେ ହାତରେ ଦେଇହଉନି ନା ମୁଣ୍ଡେଇକି ଆଣି ଡାଇରେକ୍ଟ ମାନେ ଦେବେ। ହାଇ ସାଙ୍ଗମାନେ କେମିତି ଅଛନ୍ତି ଆଶା କରୁଛି ଭଲ ଥିବେ। ମୁଁ ବି ସକାଳୁ ମସ୍ତ ରହି ସାଙ୍ଗମାନେ ଜଲ୍ଦି ଗାଧେଇକି ଆସିଲି ସକାଳୁ ସକାଳୁ ନବଲେ ଷ୍ଟାର୍ଟ କରୁ ତାପରେ ଯିବାକୁ କାମକୁ ଯିବାକୁ ପଡ଼ିବ। ଅଚଳ ଗୋଟେ ଖାଇଦେଇକି ଯିବା ମାନେ ସାଇକେଲ ଆମେ ପ୍ରେସର ଟିକେ ଦେଇକି ଯିବାକୁ ପଡ଼ିବ। ମୋ ସାଇକେଲରେ ପ୍ରେସର ନଥିଲା ମୁଁ ପ୍ରେସର ଦେବାକୁ ଆସିଛି ତାପରେ ତାଙ୍କର କୋଡ଼ିଓରୁ ପ୍ରେସର ଆଣିଲି ତାପରେ ପ୍ରେସରଟା ଦଉଥିଲି ଦେଖନ୍ତୁ ତାପରେ ପ୍ରେସର ଦଉକା ମାନେ ସିଏ ଭାଙ୍ଗିଗଲା ଯେ ସେ ପ୍ରେସରଟା ମାନେ ମୁଁ ତାକୁ ଘରେ ରଖିଛି ତାପରେ ଦେଖୁଛି ମାନେ ପ୍ରେସର ତା ଦେହରେ ଯାଉନି କାହିଁକିନା ପୁରା ଭୋଲ୍ଟ ପିନ୍ ଜାମ୍ ହେଇଯାଇଛି ସେଥିପାଇଁ ଯାଉନି। ତାପରେ ସେଇଟା ଏଇନେ ତା ମୁଠାଟା ଭାଙ୍ଗି ଯାଉଛି ଆମେ ଘରେ ଆଣିକି ରଖିଛୁ। ମୁଁ ଟୋଟାଲ ପ୍ରେସର ଯାଉନି ସେ ପୁରା ଭୋଲ୍ଟ ପିନ୍ ଯାଇକିରି ମୁଁ ନୂଆଟେ ପକେଇବାକୁ ପଡ଼ିଲା। ତାପରେ ଦେଖନ୍ତୁ ଏଇଟା ତ ମାନେ ଭାଙ୍ଗିଗଲା ଏଇଟା ଦେଖନ୍ତୁ ଭାଙ୍ଗିଗଲା ମୁଁ ଚାଲିନି ମାନେ ଆମର ପାଖାପାଖି ହେଇଗଲି ଦେଖନ୍ତୁ ମାନେ ସାଇକେଲ ଯିବା ଆସିବା କରୁଛି ଗାଡ଼ି ନାହିଁ ଗାଡ଼ି ମାନେ ଆମର ରବିବାର ନେଇକି ଯାଇସାରି ଆଉ ଚାଲନ୍ତୁ ଯେ କେତେଦିନ ସାଇକେଲରେ ଯିବା ଟିକେ। ତାପରେ ଦେଖନ୍ତୁ କେତେ ମାନେ ଇଆଡ଼େ ମାନେ ହଳ ହେଇଛି ସବୁ ମାନେ ରହିଛି ବିଲ ସବୁ। ତାପରେ ପବନଟା ବି ମସ୍ତ ହେଉଛି କାଲି ଭଳିଆ ଆଜି ବି ପବନଟା ମାନେ କମ୍ ହେଉଛି। ଦେଖନ୍ତୁ ତାଙ୍କ ଏରିଆକୁ ମୁଁ ଆସିଲି ହେରି ସେମାନେ ତ ଆସିନାହାନ୍ତି ମାନେ ମୁଁ ତାଙ୍କ ପାଖାପାଖି ହେଇଗଲି। ଦେଖନ୍ତୁ ମୁଁ ଆସିଲି ହେରି ସାର୍ ଜଷ୍ଟ ଆସିଲି ତାପରେ ଏଇଠି ବସିଛି ଦେଖନ୍ତୁ ତାପରେ ସେମାନେ ଜଷ୍ଟ ଆସୁଛନ୍ତି ଚାଲନ୍ତୁ ମାନେ ବିସ୍କୁଟ୍ ଖାଆନ୍ତି ବିସ୍କୁଟ୍ ଖାଇକି ଦେଖିବା ଆଉ ଭୋକ କଲେ ସାଇକେଲ ଆଇଲା ବହୁତ ଜୋର ଭୋକ କରୁଛି। ତାପରେ ଆମେ ମାନେ ମୁଁ ହେଉଛି ମାନେ ବାଲି ସେମାନେ ଗଦିଆଗଦି କରିଥିଲେ ତାପରେ ସିମେଣ୍ଟ ଗଦିଆଗଦି କରିଥିଲି ତାପରେ ମୁଁ ମସଲା ଫସଲି ଫେଣ୍ଟାଫେଣ୍ଟି କରିଦେଲି ତାପରେ ମସଲା ଫେଣ୍ଟାଫେଣ୍ଟି କରିସାରିଲା ପରେ ମୁଁ ଟିକେ ରେଷ୍ଟ କଲି ତାପରେ ତା ପାଖକୁ ଗଲି ସେ କହିଲା କଲମଟା ଆସି ଲଗେଇବା ମାନେ ଟିଣ କଲମଟା ଆସିଲି ଦେଇକିରି ମାନେ କୋଦାଳଟା ଧରିଛି ସେମାନେ ତ ମାନେ ପାଣି ଫାଣି ତା ଦେହରେ ଦେଉଛନ୍ତି ସେ ଫେଣ୍ଟା ଫେଣ୍ଟି କରୁଛନ୍ତି ଅଧା ଆହୁରି ବାକି ଥିଲା ମାନେ ମୁଁ ଆସିକି ଟିକେ ତାପରେ ଫେଣ୍ଟିଲି ସିଏ ସେଇଠୁ ମାନେ ସୂତା ଫୁତା ଯାହା ଲାଗିଥିଲା ମାନେ ସୂତା ଫୁତା କଢ଼ାକଢ଼ି ଜାକିକି ରଖୁଛି। ତାପରେ ମସଲା ଫେଣ୍ଟାଫେଣ୍ଟି କରିଲା ପରେ ସେ ସମସ୍ତେ ମିଶିଗଲୁ ମାନେ ମସଲା ଫେଣ୍ଟାଫେଣ୍ଟି କରିବାକୁ। ତାପରେ ବି ମୁଁ ଅନଉଛି ତ ମୋବାଇଲ କି ମାନେ ସେଠି ଥୋଇଛି ଝରକା ପରେ କାଳେ ପଡ଼ିଯିବ କ'ଣ କରିବ ସେଥିପାଇଁକା ମୁଁ ଅନଉଥିଲି। ତାପରେ ସେ ଆସିକି ମୋତେ କହୁଛି ଫେଣ୍ଟ ଜଲ୍ଦି ଜଲ୍ଦିକା ମୁଁ କହିଲି ରହିଥା ଆସ୍ତେ ଗରମ ହେଉଛି ଜୋରେ ଯେ ଫେଣ୍ଟିବାକୁ ଭାରି କଷ୍ଟ ଲାଗୁଛି। ତାପରେ ବି କହିଲା ସିଏ କହୁଛି ଏଠି ଟିକେ ପାଣି ଟିକେ ଢାଳ ଏଇଟା ମାନେ ଲଗେଇବା ମୁଁ କହିଲି ହଉ ରହିଥା ଟିକେ ଏଇଟା ଫେଣ୍ଟି ସାରିଲା ପରେ ଲଗେଇବା। ତାପରେ ସିଏ ତ ମାନେ ପାଣି ଫାଣି ଢାଳୁଛି ମାନେ ସେଥିରେ ମସଲାରେ ତାପରେ ସିଏ ତ ମାନେ କଲମଟା ମାନେ ସିଧା କରୁଛି କାହିଁକିନା ବେଣ୍ଡ ଅଛି ତ ସେଥିପାଇଁକା ସିଧା କରୁଛି। ମୁଁ ତ ମାନେ ବ୍ୟସ୍ତରେ ଅଛି ମାନେ ମସଲା ଫେଣ୍ଟିବାରେ ମାନେ ମସଲା ଫେଣ୍ଟାଫେଣ୍ଟି ସରିଲେ ସମସ୍ତେ ଆମେ ଦୁଇ ଜଣ ମାନେ ମସଲା ଫେଣ୍ଟିବାରେ ବ୍ୟସ୍ତ ଅଛୁ। ତାପରେ ସିଏ ତ ମାନେ ପାଣି ଦେବାରେ ବ୍ୟସ୍ତ ଅଛି। ତାପରେ ମାରି କୋଦାଳ ଫେଣ୍ଟିକା ମାନେ ସିଏ ତ ଛିଡ଼ା ହେଇଗଲା ମାନେ ତାକୁ ବହୁତ କଷ୍ଟ ମସଲା ଫେଣ୍ଟିବାକୁ। ସିଏ ଖାଲି ହେଉଛି ମାନେ ଟେକାଟେକି କରିବ ତାପରେ ଖାଲି କଥା ଗପିବ ସେ ବୁଢ଼ା ନେଳି ଗଞ୍ଜି ଯିଏ ପିନ୍ଧିଛି। ତାପରେ ବି ମୁଁ ତ ଖାଲି ମସଲା ଫେଣ୍ଟୁଛି ସିଏ ତାପରେ ପାଣି ଫାଣି ଦେବାରେ ବ୍ୟସ୍ତ ଅଛି ମାନେ ସବୁଆଡ଼ିକି ପାଣି ଫାଣି ଦେଇକିରି ମସଲା ଆମେ ଫେଣ୍ଟାଫେଣ୍ଟି କରୁଛୁ କଲା ପରେ ତାପରେ ବି ମାନେ ପବନ ହଉନି ଆଜି କିଛି ହଉନି ଭାରି ଏତେ ଜୋରେ ମାନେ ଗରମ ବାହାରୁଛି। ତାପରେ ସିମେଣ୍ଟଟା ଦେଖନ୍ତୁ ମାନେ ସେ ଫାଳିଲା ସିମେଣ୍ଟ ଢାଳିବ ହେଇନାହିଁ। ତା ସିମେଣ୍ଟ ଢାଳି ସାରିଲା ପରେ ସିମେଣ୍ଟଟା ଖୋଲିଲା ସିମେଣ୍ଟ ଖୋଲି ସାରିଲା ପରେ ଢାଳିବ ଏଇନେ। ତାପରେ ବି ଦେଖନ୍ତୁ ମୁଁ ତ ପାଣି ଫାଣି ଦେଉଛି ମସଲାରେ ଆମର ମସଲା ଆମର ମାନେ ରେଡ଼ି ହେବାକୁ ଯାଉଛି। ତାପରେ ବି ଆମେ ମସଲା ଫେଣ୍ଟାଫେଣ୍ଟି କରୁଛୁ ପହଁରାରେ ମାନେ ଏତେ ଅଳିଆ ଲାଗୁଛି ଯେ
ମାନେ ସେ ଶୁଖୁନି ଟୋଟାଲ। ଏତେ ଜୋର ସେ ତ ଖାଲି ସେ ଯାଇକି ବସି ପଡ଼ିଲା ସେଠି ଯାଇକିରି ଦେଖନ୍ତୁ ସେ ଖାଲି ଛିଡ଼ା ହେଇଛି ଦେଖନ୍ତୁ। ତାପରେ ବି ସିମେଣ୍ଟଟା ଏଇଟା ଢାଳିଲା, ସିମେଣ୍ଟ ଢାଳୁଛି। ତାପରେ ମୁଁ ତ ଖାଲି ଫେଣ୍ଟିବାରେ ବ୍ୟସ୍ତ ଅଛି। ତାପରେ ଏଇଟା ସେ ତ ଉଠେଇଲା ମାନେ ଇଏଟା ବେମ୍ଟା ଟିଣ କଲମଟା ଆମେ ଏଇନେ ବନ୍ଧାବନ୍ଧି ଏଇନେ କରିବୁ। ସେ ମୋତେ ଡାକିବ କଲମଟା ବନ୍ଧାବନ୍ଧି କରିବା ଟିକେ। ମୁଁ ଏଇନେ ତା ପାଖକୁ ଯିବି। ମସଲା ଫେଣ୍ଟା ଫେଣ୍ଟି ସରିଲା ପରେ ମୁଁ ତା ପାଖକୁ ଯିବି ଏଇନେ, ମାନେ ବନ୍ଧାବନ୍ଧି କରିବୁ। ତାପରେ ସେ ତ ମାନେ ତେଲ ଫେଲ ଲଗେଇକି ରେଡ଼ି କରିଛି। ତାପରେ ମୁଁ ଗଲି ତା ପାଖକୁ, ଗଲା ପରେ ସିଏ ଆସିନି ନା, ସେଥିପାଇଁ ମୁଁ ଯାଇ ଛିଡ଼ା ହେଲି। ସେ ଆସିଲା ପରେ ମାନେ ବନ୍ଧାବନ୍ଧି କରିବା। ସେ ତ ମାନେ ଉପରକୁ ଆସିଲା ହାରି, ମାନେ ବନ୍ଧାବନ୍ଧି ଆମେ କରିବାରେ ବ୍ୟସ୍ତ ଅଛୁ। ତାପରେ ବି ନଟ୍ ବୋଲ୍ଟ ସିଷ୍ଟମ୍ ଅଛି, ହେଲେ ନଟ୍ ବୋଲ୍ଟ ଖରାପ ହେଇଯାଉଛି। ମାନେ ସେଥିପାଇଁକା ସେ ତାରରେ ବାନ୍ଧୁଛି। ତାର ତ ମୁଁ ଆଣିବାକୁ ଯାଇଛି, ମାନେ ଆଣିକିରି ଏଇନେ ବାନ୍ଧୁଛି। ଧରିକି ତ ମାନେ ସାଇଜ୍ କରୁଛି। ମୁଁ ତ ଯାଇଛି ମାନେ ତାର ପାଇଁକା। ସିଏ ତ ବୁଢ଼ା ତ ଖାଲି ମସଲା ଫେଣ୍ଟିବାରେ ଲାଗିଛି। ତାପରେ ମୋତେ ଡାକୁଛି, କହୁଛି ଆସେ ଜଲ୍ଦି ବାନ୍ଧିଦେବା ଟିକେ। ମସଲା ଫେଣ୍ଟା ଫେଣ୍ଟି କରିବାରେ ଲାଗିଛି। ତାପରେ ତାକୁ ସେ ଗୋଟେ କଣ୍ଟାଟେ ଦେଲା, ମୁଁ ତ ମାନେ ଧରିକିରି ଆସିଲି ହେରି। ତାର ଫାର ସବୁ ଧରିକି ଆସିଲା ପରେ ବାନ୍ଧିବି। ବନ୍ଧାବନ୍ଧି କହିଲେ ଏଇଟା ଢଳେଇ ହେବ। ମାନେ ଆମେ ଆଜି ଆସିବା ଟାଇମ୍ କି ରାତି ହେଇଗଲା ବହୁତ ଟାଇମ୍ ଆସିଲା ଆସିକୁ। ତାପରେ ଦେଖ ମୁଁ ବନ୍ଧାବନ୍ଧି କରୁଛି। ମସଲା ଆଜି ଆମେ ବହୁତ ପକେଇ ଦେଇଥିଲୁ, ମାନେ କାହିଁକି ନା ଇଏ କହିଲା ହେଉଛି ଢଳେଇ ହେବ ଏଇଟା। ତାପରେ ଆହୁରି ଅଛି ଢଳେଇ କରିବାକୁ। ମସଲା ଟିକେ ମସଲା ପକେଇଲୁ। ସେଥିପାଇଁ ବହୁତ ଟାଇମ୍ ହେଲା ଆସିବାରେ। ତାପରେ ଦେଖ ବନ୍ଧାବନ୍ଧି ଉପରଟା ବାନ୍ଧୁଛି, ତଳଟା ବାନ୍ଧୁଛି। ତାପରେ ଏଇନେ ବନ୍ଧାବନ୍ଧି ସରିଲା ପରେ ରେଡ଼ି ହେଇଯିବ। ଥରେ ତାର ମସଲା ଫେଣ୍ଟିବାରେ ସେ ଲାଗିଛନ୍ତି। ଆମେ ତ ଏଇନେ ବନ୍ଧାବନ୍ଧି କରିବୁ। କରିସାରିଲା ପରେ ତାପରେ ବି ଦେଖନ୍ତୁ, ତାପରେ ସେଠୁ ତ କାମ ସରିଗଲା। ଆମେ ଆସିଲୁ ହାରି, ମାନେ ଏଠେଇକି ମାନେ ସେ ତ ଉପରକୁ ଗଲେ ହାରି, ମାନେ ପଥର ଲୋଡ଼ କରୁଛନ୍ତି। ତାପରେ ବି ମୁଁ ତଳେ ଛିଡ଼ା ହେଇଛି। ମାନେ ଏତେ ଜୋରେ ଗରମ ହେଉଛି ଯେ ଆଜି ମାନେ କହିହେଉନି। ତାପରେ ବି ମୁଣ୍ଡରେ ମୁଁ ଗାମୁଛାଟା ଭିଡ଼ିଦେଲି ବା ଖୋଲିଦେଲି। ତାପରେ ଦେଖନ୍ତୁ ଆମର ମଉସା ଗଲେ ହାରି, ମାନେ ପଥରଟା ହାଣିବାକୁ। ତ ଅଧା ପଥରଟା ଦରକାର ହେଉଥିଲା, ତ ସେଥିପାଇଁ ସେ ଗଲା ହାରି ପଥରଟା ହାଣି। ତାପରେ ଆମର ଛୁଟି ହେଲା, ସବୁ ବହୁତ ଟାଇମ୍ ହେଇଗଲା। ତାପରେ ମୁଁ ଆସିକି ଅଧ ବାଟରେ ମୋତେ ଭୋକ କରିଗଲା। ତାପରେ ମୁଁ ହୋଟେଲରେ ଖାଇବି। ଆମର ଶିଉଳି ପାଖାପାଖି ହୋଟେଲଟା। ଖାଇବି ଘରକୁ ଆସିବି।